ଆପଣଙ୍କର ଯଦି ମେଷ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ଆସନ୍ତା ନୂତନ ବର୍ଷ 2026 ବର୍ଷରେ ଆପଣଙ୍କ ଜୀବନଟି ବହୁତ ମାତ୍ରାରେ ପରିବର୍ତ୍ତନ ଆଣିବ ଏବଂ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ପରିବର୍ତ୍ତନ ମଧ୍ୟ ଆସିବ। ତେଣୁ ଆପଣ ଯଦି ମେଷ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ତା ସହିତ କମେଣ୍ଟରେ ଜୟ ମହାଦେବ, ଜୟ ଶନିଦେବ ନିଶ୍ଚୟ ଲେଖନ୍ତୁ। ଦେଖନ୍ତୁ, ମେଷ ରାଶିର ପ୍ରଥମତଃ ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କର ଅଧିପତି ହେଉଛନ୍ତି ଏହି ନୂତନ 2026 ବର୍ଷରେ ଆପଣଙ୍କର ବର୍ଷକ ପାଇଁ ଆପଣଙ୍କର ଅଧିପତି ହେଉଛନ୍ତି ମଙ୍ଗଳ ମହାଗ୍ରହ, ଯାହାକି ଆପଣଙ୍କର ଗୁରୁ ସ୍ଥାନରେ ବିରାଜମାନ କରିଛନ୍ତି ଏବଂ ଆପଣଙ୍କର ପଞ୍ଚମ ଭାଗରେ ରହିବେ। ଫଳରେ ଆପଣଙ୍କ ଜୀବନରେ ଯେତେ ମାତ୍ରାରେ ବାଦ ବିବାଦ ସୃଷ୍ଟି ହେଉଥିଲା ତାହା ସବୁ ଦୂର ହେବାକୁ ଲାଗିବ। ଆପଣଙ୍କର ଶତ୍ରୁ ଆପଣଙ୍କୁ ଭୟଭୀତ କରାଇ ରଖାଉଥିଲେ ତାହା ଦେଖିବେ ଆପଣଙ୍କ ଶତ୍ରୁ ମଧ୍ୟ ଆପଣଙ୍କ ଠାରୁ ଦୂରେଇ ଯିବେ ଏବଂ ଆପଣ ବହୁତ ଶକ୍ତିଶାଳୀ ମଧ୍ୟ ଅନୁଭବ କରିବେ, କାରଣ ସ୍ୱୟଂ ମହାଦେବଙ୍କର ଆପଣଙ୍କ ଉପରେ ଏହି 2026 ନୂତନ ବର୍ଷରେ ଆପଣଙ୍କ ଉପରେ ଯଥେଷ୍ଟ ଆଶୀର୍ବାଦ ରହିବ ଏବଂ ଦେଖିବେ ମହାଦେବଙ୍କର ବିଶେଷ ଆଶୀର୍ବାଦ ଅଛି ଆପଣଙ୍କ ଉପରେ। ତେଣୁ ଆପଣଙ୍କର ଶତ୍ରୁ କିଛି କରିପାରିବେ ନାହିଁ ଏବଂ ଶତ୍ରୁଙ୍କର ମଧ୍ୟ ଆପଣଙ୍କ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ। ଆପଣଙ୍କ ଜୀବନରେ ବହୁତ ସୁଖ ଶାନ୍ତି ଆସିବ ଏବଂ ଆପଣଙ୍କ ଜୀବନରେ ଯେତେ ସବୁ ଦୁଃଖ ଥିଲା ଏହି 2026ରେ ଆପଣଙ୍କ ଠାରୁ ଦୂରେଇ ଯିବ। ଆମେ ଯଦି ଦେଖିବା ଆପଣଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରକୁ, ତେବେ ସ୍ୱାସ୍ଥ୍ୟ କ୍ଷେତ୍ରକୁ ନେଇ ଆପଣଙ୍କର ମଙ୍ଗଳ ମହାଗ୍ରହ ବହୁତ ମାତ୍ରାରେ ଆପଣଙ୍କୁ ସାହାଯ୍ୟ କରିବେ। ଆପଣଙ୍କର ପ୍ରାୟତଃ ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କର ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ରହୁଥିଲା, ଶ୍ୱାସ ଜନିତ ସମସ୍ୟା ରହୁଥିଲା, ଆପଣଙ୍କର ଡାଇବେଟିସ୍ ରହୁଥିଲା, ଏହି ଜନିତ ରୋଗ ସମସ୍ୟାରୁ ଆପଣ ଦୂରେଇ ଯିବେ ଏବଂ ଦେଖନ୍ତୁ ଆପଣଙ୍କ ଜୀବନରେ ଯେତେ ମାତ୍ରାରେ ସବୁ ବାଧାବିଘ୍ନ ଆସୁଥିଲା ମଧ୍ୟ ତାହା ସବୁ ଦୂର ହେବାକୁ ଲାଗିବ। ଦେଖନ୍ତୁ, ଆପଣଙ୍କର ପଞ୍ଚମ ଭାଗରେ ମଙ୍ଗଳ ମହାଗ୍ରହ ରହିଲେ ଏବଂ ଆପଣଙ୍କର ସପ୍ତମ ଭାଗରେ ଦେବଗୁରୁ ବୃହସ୍ପତି ବିରାଜମାନ କରିଛନ୍ତି, ଯାହା ଆପଣଙ୍କୁ ବହୁତ ମାତ୍ରାରେ ଫଳପ୍ରଦ କରିବ, କାରଣ ଦେବଗୁରୁ ବୃହସ୍ପତି ଆପଣଙ୍କର ସପ୍ତମ ଭାଗରେ ଗୋଚର କରିଛନ୍ତି। ଫଳରେ ଆପଣଙ୍କ ଜୀବନରେ ଯେତେକ କ୍ୟାରିୟର କ୍ଷେତ୍ରକୁ ନେଇ ଆପଣଙ୍କର ବହୁତ ମାତ୍ରାରେ ଆପଣ ଚାକିରି ପାଇଁ ପ୍ରୟାସ କରୁଥିଲେ, ଆପଣ କେତେକ ଇଣ୍ଟରଭ୍ୟୁ ମଧ୍ୟ ଦେଉଥିଲେ କିନ୍ତୁ ସେଥିରେ ଫେଲ୍ ପାଇଯାଉଥିଲେ, ଆପଣ ବହୁତ ବିଜନେସ୍ ମଧ୍ୟ ଟ୍ରାଏ କରୁଥିଲେ ସେଥିରେ ମଧ୍ୟ ସଫଳ ପାଉନଥିଲେ। ଦେଖିବେ ଏହି କ୍ଷେତ୍ରରେ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ପରିବର୍ତ୍ତନ ଆସିବ। ଆପଣ ବହୁତ ମାତ୍ରାରେ ବିଜନେସ୍ କ୍ଷେତ୍ରରେ ଉନ୍ନତି କରିବେ ଏବଂ ଚାକିରି କ୍ଷେତ୍ରରେ ମଧ୍ୟ ଆପଣଙ୍କୁ ବହୁତ ଅପରଚ୍ୟୁନିଟି ମିଳିବ ଏବଂ ଆପଣ ଚାକିରିରେ ଯଦି କରିଥାନ୍ତି ତେବେ ଚାକିରିରେ ଥାଇ ମଧ୍ୟ ଆପଣ ପ୍ରମୋସନ୍ ପାଇବେ, କିମ୍ବା ଆପଣ ଯଦି ଚାକିରି ପାଇନାହାନ୍ତି ତେବେ ଦେଖିବେ ଚାକିରି ଆପଣଙ୍କୁ ନିଶ୍ଚିତ ଭାବରେ ମିଳିବ। ଏହି ନୂତନ 2026 ବର୍ଷରେ ଆପଣଙ୍କ ପାଇଁ ପୁରା ଚାକିରି ଏବଂ କ୍ୟାରିୟର କ୍ଷେତ୍ର ଆପଣଙ୍କ ପାଇଁ ବହୁତ ମାତ୍ରାରେ ସପୋର୍ଟ କରିବ ଏବଂ ଆପଣଙ୍କର ସପୋର୍ଟ ମଧ୍ୟ ନେବ। ଆପଣଙ୍କର କ୍ୟାରିୟର କ୍ଷେତ୍ରଟି ବହୁତ ମାତ୍ରାରେ ଉନ୍ନତି କରିବ ଏହି ନୂତନ 2026 ବର୍ଷରେ। ଆପଣଙ୍କର ଯଦି ସ୍ୱାସ୍ଥ୍ୟ କ୍ଷେତ୍ରକୁ ଦେଖିବା ତେବେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଶୁକ୍ର ମହାଗ୍ରହ ଏବଂ ବୁଧ ମହାଗ୍ରହ ଏକତ୍ରିତ ରହିଛନ୍ତି, ଯାହାକି ଆପଣଙ୍କର ସ୍ୱାସ୍ଥ୍ୟ ଗ୍ରହକୁ ବହୁତ ମାତ୍ରାରେ ଭଲରେ ଚଳନ କରାଇବେ ଏବଂ ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ସୁସ୍ଥ ରଖିବାରେ ଧ୍ୟାନ ଦେବେ। କିନ୍ତୁ ଆପଣଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ଆସିବ, ଯାହା ଏହି 2026ରେ ଆଦୌ ପସନ୍ଦ ନୁହେଁ କିମ୍ବା ଆଦୌ ଭଲ ନୁହେଁ ଆପଣଙ୍କ ପାଇଁ, ଖାସ୍ କରି ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ। ଦେଖନ୍ତୁ, ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କର ସ୍ୱାସ୍ଥ୍ୟ ପ୍ରାୟତଃ ସୁସ୍ଥ ରହିଥାଏ, କିନ୍ତୁ ଆପଣଙ୍କର ଡାଇବେଟିସ୍ ଜନିତ ସମସ୍ୟା ବହୁତ ମାତ୍ରାରେ ରହିଥାଏ ଏବଂ ଆପଣଙ୍କର ଯେଉଁ ସ୍ୱାସ୍ଥ୍ୟଟି ରହିଥାଏ ବହୁତ ଜନିତ ଆପଣ ତେଲ ଜିନିଷ ପରି ଖାଦ୍ୟ ଖାଇଥାନ୍ତି, ଯାହାଫଳରେ କି ଆପଣଙ୍କର ପେଟଟି ଡାଇଜେସନ୍ ହୋଇନଥାଏ ଏବଂ ଗ୍ୟାଷ୍ଟ୍ରିକ୍ ଜନିତ ବହୁତ ମାତ୍ରାରେ ସମସ୍ୟା ରହିଥାଏ। ମେଷ ରାଶିର ବ୍ୟକ୍ତିମାନଙ୍କର
बहुत मात्रा रे गैस्ट्रिक जनित समस्या एवं एसिडिटी जनित समस्या बहुत मात्रा रे देखा मिली थाए। तेणुक आपण ए ध्यान दिंतु एवं आपणकर खाद्य को टिके कंट्रोल रखु फल आपणकर शरीर मध्य सुस्थ एवं आपण मध्य ध्यान दे पारिबे। जेते मात्रा आपण जदि पारिबे आपण एक्सरसाइज मध्य करंतु देखिबे बहुत मात्रा रे परिवर्तन आसीबो। जदि आपणकर एही 2026 रे केवल गोटी अमंगल होई पारे जहाँकि राहु आपणकर द्वादश घरे विराजमान करिसंती। राहु आपणकर द्वादश घरे विराजमान करिथिबा फल रे कौन हेबो ना आपनकु किछि मात्रा रे आघात होई पारे, जेमिति कि आपणकर कोनोसी छोट मोट एक्सीडेंट होई पारे। आपण गाड़ी रे जाउथबे किंबा गाड़ी रू आपणकर कोनोसी जानवाहन जनित त्रुटि द्वारा आपणकर कोनोसी जानवाहन दुर्घटना होई पारे। तेणु आपण एथिपई सचेतन रुहंतु एवं सावधान मध्य रुहंतु। नचेत आपणक पई एही नूतन 2026 वर्ष रे आपणक पई कोनोसी असुविधा नाही एवं आपणकर कोनोसी असुविधार सम्मुखीन मध्य हेबे नाही। देखिबे बहुत मात्रा रे आपणकु आपणकर भाग्य बहुत मात्रा सपोर्ट देव एवं साहाय्य मध्य करिवो। आपण जेते मात्रा पारुछंती आपणकर राहु को टिके ध्यान रखंतु एवं शनि मध्य आपणकर अनुकूल रे अछंती। शनि मध्य आपणक ऊपर कोनोसी मात्रा रे दृष्टि पकाइबे नाही। शनि आपणक पई बहुत मात्रा रे यथेष्ट भाव रे आपणक ऊपर आपणक पई बहुत मात्रा रे फलप्रद करिवे एही नूतन 2026 वर्ष रे। तेणु आपणक पई गोटे रहिला प्रतिकार जे आपण प्रत्येक सोमवार दिन एवं शनिवार दिन आपण प्रत्येक सोमवार एवं शनिवार दिन आमिष खाइबा बंद कर दियंतु। जदि आपण आमिष खाउछंती तेबे टिके कम कर दियंतु, कारण आमिष खाइबा आपणक द्वारा बहुत मात्रा रे खराब होता है, जहाँकि मेष राशि व्यक्ति मानक पई बहुत मात्रा रे खराब होता है। आपण जिते मात्रा पारुछंती आमिष को टिके दूरे रहंतु एवं प्रत्येक सोमवार दिन बिना आमिष खाई जे कोनोसी महादेव मंदिर को यात्रा करंतु एवं सेठर मध्य जलसेई करंतु। यदि पारुछंती तेबे महादेव मंदिर रे मध्य आपण बेलपत्र चढ़ांतु। देखिबे आपणकर बहुत मात्रा रे मंगल हेबो एवं आपणक जीवन रे बहुत मात्रा रे परिवर्तन मध्य आसीबो। आपणक पई एही 2026 टी बहुत मात्रा रे अनुकूल रही अछि। एवं जदि आपण चाहुछंती आहुरी किछि यार प्रतिकार मध्य अछि, आपण को जदि समय होछि आपण माननकु पई आपण को किछि समय बाहर करि पारुछंती तेबे हनुमान चालीसा मध्य पाठ करंतु। हनुमान चालीसा पाठ करबा द्वारा आपणकर ज्ञान बढ़िबो, बुद्धि बढ़िबो, विवेक बढ़िबो। आपण कोनोसी नारी को मध्य खराब दृष्टि देखिबे नाही, आपणकर दृष्टिर आचरण मध्य सुधुरी जीव। ता सहित आपण को जे आहुरी किछि समय जदि हेउछि आपण प्रत्येक दिन हनुमान चालीसा पाठ करिबा सह हरे कृष्ण महामंत्र मध्य जप करंतु। देखिबे हरे कृष्ण महामंत्र जप करिबा द्वारा आपनक जीवन रे बहुत मात्रा रे बड़ परिवर्तन आसीबो एवं आपनक जीवनटी बहुत मात्रा रे सुधार होई जिवो। देखिबे आपनक ऊपर नवग्रहक स्थिति मध्य सुदृढ़ एवं नवग्रहक स्थिति मध्य स्थिर रहिबो। भगवानंकर विशेष आशीर्वाद रहिबो एवं खास करी महादेवंकर विशेष करी आपनक ऊपर आशीर्वाद रहिबो। तेणु आपण महादेव मंदिर को यात्रा करंतु एवं जलसाई मध्य करंतु। तेणु आपण जदि मेष राशि व्यक्ति विशेष होइतांती एवं ईश्वर को सच्चा हृदय रे विश्वास करुतांती तेबे वीडियोटी को लाइक करबा सह चैनल टी को सब्सक्राइब निश्चय करंतु। रहुची धन्यवाद। जय जगन्नाथ।